Hello everyone, welcome back to Creative Educational Idea. Myself Prokesh Kaur, and in our today's class, we are going to discuss about change of voice. In our previous class, we have already discussed about the formation of word and its derivation. But in today class, we are going to fully explain about change of voice. And এই ଆମର change of voice ଟା exam ରେ ବହୁତ ଆସିଥାଏ ଏବଂ ଏଇଟା ଏହାର ମୁଁ ଟ୍ରିକ୍ସ ମଧ୍ୟ ବତେଇବି ଯଦ୍ୱାରା କି ଦେଖିବା ମାତ୍ରେ ଆପଣ କ୍ୱେଶ୍ଚନ ର ଆନ୍ସର କୁ ସଲ୍ଭ କରିପାରିବେ। ତ ପ୍ରଥମେ ଆମେ ଜାଣିବାକୁ ପଡ଼ିବ ଯେ ଭଏସ କଣ ନା ଭଏସ ହେଉଛି ତାହା ଯାହା ଗୋଟେ ସାଉଣ୍ଡ ବା ଗୋଟେ କଣ ନା ଶବ୍ଦ ଯଦ୍ୱାରା କି ଆମେ କଣ କରିଥାଉ ନା through which we express our feeling or opinion। ଆମେ କଣ କରିଥାଉ ନା ଆମର ଓପିନିଅନ କିମ୍ବା ଆମର ଫିଲିଂ ଟାକୁ କଣ କରିଥାଉ ଏକ୍ସପ୍ରେସ ବା ସେୟାର କରିଥାଉ କାହା ସହିତ ନା ଆମ ମାନଙ୍କ ଯିଏ କଣ୍ଟାକ୍ଟ ରେ ଥାନ୍ତି ତାଙ୍କ ସହିତ କଣ କରିଥାଉ ନା ଆମର ଫିଲିଙ୍ଗସ ଅର ଓପିନିଅନ କୁ ସେୟାର କିମ୍ବା ଏକ୍ସପ୍ରେସ କରିଥାଉ ଏବଂ ଏହି ଭଏସ ଟା କଣ ଏହା କେତେ ପ୍ରକାର ହେଇପାରେ ଭଏସ ଟା ମେନଲି ଦି ପ୍ରକାରର କଣ କଣ ନା ଗୋଟେ ହେଲା ଆକ୍ଟିଭ ଭଏସ ଏବଂ ଆଉ ଗୋଟେ ହେଲା ପେସିଭ ଭଏସ। ପ୍ରଥମେ ଆକ୍ଟିଭ ଭଏସ କଣ ନା ଆକ୍ଟିଭ ଭଏସ ହେଉଛି ସେଇ ଭଏସ ଯେଉଁଥିରେ ଆମର ସବଜେକ୍ଟ କଣ ସବଜେକ୍ଟ ଡାଇରେକ୍ଟଲି ଇନଭଲଭ ଥିବ ସେଇ ଆକ୍ଟିଭିଟିଜରେ କିମ୍ବା କୌଣସି ଗୋଟିଏ କାର୍ଯ୍ୟ ଫଙ୍କସନିଂ ହଉଥିବ କଣ ହଉଥିବ ନା କୌଣସି ଗୋଟିଏ ଏକ୍ସନ କଣ ହଉଥିବ ନା କଣ୍ଟିନ୍ୟୁ ହେଇଥିବ ସେଇଥିରେ କଣ ଆମେ ଆକ୍ଟିଭ ଭଏସ ରହିଛି ବୋଲି ଜାଣିପାରିବା ଏବଂ ପେସିଭ ଭଏସ ଟା କଣ ନା ଯେଉଁ ବାକ୍ୟରେ କିମ୍ବା ଯେଉଁ ଭଏସ ରେ କଣ ହେଇଥାଏ ନା ଜଣଙ୍କର ବା ଜଣେ ବ୍ୟକ୍ତିର କାମକୁ କଣ କରାଯାଇଥାଏ ନା ଆମେ ତାକୁ ତାର କାର୍ଯ୍ୟ କିମ୍ବା ତାର ଏକ୍ସନ ମାଧ୍ୟମରେ ଆମେ ତାହାକୁ କଣ କରିଥାଉ ଏକ୍ସପ୍ରେସ କରିଥାଉ ତାହା ହେଉଛି ପେସିଭ ଭଏସ ଏବଂ ଆକ୍ଟିଭ ଭଏସ ରେ କଣ ହେଇଥାଏ ନା ଆକ୍ଟିଭ ଭଏସ ରେ ଯେ ଆମର ସବଜେକ୍ଟ କଣ ହେଇଥିବ ନା ଜଣେ ଲିଭିଙ୍ଗ ହେଇଥିବ କିମ୍ବା ଡୁଅର ହେଇଥିବ ଡୁଅର ମାନେ କଣ ଯିଏ ନିଜେ ସେଇ କାମ ଟା କରୁଥିବ ତାକୁ କଣ କୁହାଯାଉଛି ଆମର ଆକ୍ଟିଭ ଭଏସ ଏବଂ ଇଏ ହେଲା ଆମର ପେସିଭ ଭଏସ ଯେଉଁଥିରେ କଣ ପେସିଭ ଭଏସ ରେ କଣ ସବଜେକ୍ଟ କୁ କଣ କରାଯାଉଛି ନା ତାର ଏକ୍ସନ ମାଧ୍ୟମରେ ତାକୁ ରିପ୍ରେଜେଣ୍ଟ କରାହେଉଛି ବୁଝିହେଲା ଏତିକି ନେକ୍ସଟ ଯିବା ଆମର ଟ୍ରିକ୍ସ ଆଡକୁ ଏଇଟା ହେଲା ଆମର ଆମେ ସମସ୍ତେ ପଢି ସାରିଛେ ଅଲରେଡି ୱେ ହାଭ ଡିସକସ୍ଡ ଆବାଉଟ ଥ୍ରୀ ଟେନ୍ସେସ୍ ଏଣ୍ଡ ଆମେ କଣ କଣ ଡିସକସ କରିଥିଲେ ନା ପାଷ୍ଟ ଟେନ୍ସ ପ୍ରେଜେଣ୍ଟ ଟେନ୍ସ ପାଷ୍ଟ ଆମେ ଡିସକସ କରିଥିଲେ ପ୍ରେଜେଣ୍ଟ ଟେନ୍ସ ଡିସକସ କରିଥିଲେ ଏବଂ ଫ୍ୟୁଚର ଟାଇମ ବିଷୟରେ ମଧ୍ୟ ଆମେ ଡିସକସ କରିଥିଲେ ତ ଏହାକୁ ଆଧାର କରି କଣ ଏହାକୁ ବେଷ୍ଟ କରିକି କଣ କରାଯାଇଛି ନା ଆମର ଆକ୍ଟିଭ ପେସିଭ କେମିତି ହେବ ସେଇଟା ଆମେ ଗୋଟେ ଟେବୁଲ ଫର୍ମାଟ ମାଧ୍ୟମରେ ଆମେ ତାହା ଜାଣିପାରିବା ଯେମିତି କିି ଆମର ଏଇଟା କଣ ପ୍ରେଜେଣ୍ଟ ସିମ୍ପଲ ରେ କଣ କଣ ଥିଲା ନା ପ୍ରେଜେଣ୍ଟ ସିମ୍ପଲ ରେ ଥିଲା ଡୁ ଡଜ ଥିଲା ଏବଂ ପ୍ରେଜେଣ୍ଟ ପ୍ରେଜେଣ୍ଟ ପ୍ରୋଗ୍ରେସିଭରେ କଣ ଥିଲା ନା ଇଚ୍ ଏମ ଆର ଥିଲା ଏବଂ ପ୍ରେଜେଣ୍ଟ ପରଫେକ୍ଟ ରେ କଣ ଥିଲା ନା ହେଜ ଅର୍ ହେଭ ଥିଲା ଏବଂ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ ରେ କଣ ଥିଲା ନା ହ୍ୟାଜ ଅର୍ ହେଭ ବିନ୍ ଏଗୁଡିକ ଥିଲା ଏବଂ ଏହାକୁ ଯଦି ଆମେ ପେସିଭ କରିବା କଣ ହବ ନା ଡୁ ଡଚ କୁ ଆମେ ପେସିଭ କରିଲେ ଏ ହେଇଯିବ ଇଚ୍ ଏମ ଆର ହବ ଏବଂ ଇଚ୍ ଏମ ଆର କୁ କଲେ ଆମେ କଣ ଇଚ୍ ଏମ ଆର ତା ସହିତ ଆମେ ବିଇଙ୍ଗ
ଆମର ଯୋଉ ପ୍ରେଜେଣ୍ଟ କଣ ନା କଣ୍ଟିନ୍ୟୁଅस, ପ୍ରେଜେଣ୍ଟ କଣ୍ଟିନ୍ୟୁଅସ ବା ପ୍ରୋଗ୍ରେସିଭ ଅଛି ଯେହେତୁ ଇଜ ଏମ୍ ଆର୍, ଇଜ ଅର୍ ଏମ୍ ଅର୍ ଆର୍ ଲଗେଇକି କଣ ଆମେ ବିଙ୍ଗ ଲଗେଇବାକୁ ପଡିବ। ଏବଂ ଯଦି ପ୍ରେଜେଣ୍ଟ ପରଫେକ୍ଟ ଥିବ କଣ ହେଜ୍ ଅର୍ ହେଭ୍ ଥିବ, ତାହେଲେ ଆମେ କଣ କରିବା ହେଜ୍ ଅର୍ ହେଭ୍ ଲଗେଇକି ଆମେ ବିନ୍ ଲଗେଇଦବା। ଏଇଟା କଣ ହେଇଯିବ ପ୍ୟାସିଭ ଭଏସ ହେଇଯିବ। କଣ ପ୍ୟାସିଭ ଭଏସ ହେଇଯିବ। ଠିକ ସେହିପରି ଆମର ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ ରେ କଣ ନା ଏଥିରେ କିଛି ଚେଞ୍ଜ ହବ ନାହିଁ। ଏଇଟା ଏଇ ପରିକା ରହିବ ହେଜ୍ ଅର୍ ହେଭ୍ ବିନ୍ ରହିବ। କଣ ହେଜ୍ ଅର୍ ହେଭ୍ ବିନ୍ ରହିବ। ଏଥିରେ କିଛି ଚେଞ୍ଜ ହବ ନାହିଁ। ଏଇଟା ଗଲା ଆମର ପ୍ରେଜେଣ୍ଟ ଟେନ୍ସ। ତାପରେ ଆସିଲା ଆମର ପାଷ୍ଟ ଟେନ୍ସ। ପାଷ୍ଟ ଟେନ୍ସ ରେ କଣ ଥିଲା ନା ଡିଡ୍ ଥିଲା ଆମର ସରି ପାଷ୍ଟ ସିମ୍ପଲ। ପାଷ୍ଟ ସିମ୍ପଲ କଣ ନା ଡିଡ୍ ଥିଲା। ଏବଂ ଯଦି ପାଷ୍ଟ ସିମ୍ପଲ ଥିବ ସେଥିରେ କଣ ଆମର ୟୁଜ ହବ ନା ୱାଚ୍ ଅର୍ ୱେର୍ ଆମେ ୟୁଜ କରିବା। କଣ ପାଇଁ ପ୍ୟାସିଭ କରିବା ପାଇଁ। ପ୍ୟାସିଭ କରିବା ପାଇଁ କଣ ୟୁଜ କରିବା ନା ପାଷ୍ଟ ସିମ୍ପଲ କୁ ୱାଜ୍ ଅର୍ ୱେର୍ ଆମେ ୟୁଜ କରିବା। ଠିକ ସେହିପରି ଯଦି ଆମର ଥିବ ୱାଜ୍ ଅର୍ ୱେର୍, ୱାଜ୍ ଅର୍ ୱେର୍ କଣ ନା ପ୍ରେଜେଣ୍ଟ କଣ୍ଟିନ୍ୟୁଅସ ସରି ପାଷ୍ଟ କଣ୍ଟିନ୍ୟୁଅସ ଯୋଉଟା କି କଣ ୱାଜ୍ ଅର୍ ୱେର୍। ଏଇଟା ହେଲା କଣ ପାଷ୍ଟ କଣ୍ଟିନ୍ୟୁଅସ। ଏଇଟା ଆମର ହେଇଯିବ ୱାଚ୍ ଅର୍ ୱେର୍ ବିଙ୍ଗ। କଣ ହବ ୱାଚ୍ ଅର୍ ୱେର୍ ବିଙ୍ଗ। ଏଇଟା ମନେ ରଖିବାକୁ ପଡିବ। ଏଇ ଟେବୁଲ ଟା ଯଦି ମନେ ରଖିଦେଲେ ଆଉ ଚେଞ୍ଜ ଅଫ ଭଏସ ର କିଛି ଟେନସନ ନେବାର ନାହିଁ। ତାପରେ ଆସିଲା ଆମର ହେଡ୍। ହେଡ୍ ଟା କଣ ନା ଆମର ପାଷ୍ଟ ପରଫେକ୍ଟ। କଣ ହେଡ୍ ଟା ଥିଲା ଆମର କଣ ପାଷ୍ଟ ପରଫେକ୍ଟ ଏବଂ ଏହାର ହେଇଯିବ ହେଡ୍ ବିନ୍। କଣ ହେଡ୍ ର ହେଡ୍ ବିନ୍। ତାପରେ ଆସିଲା ପାଷ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ ଯାହାର ହେଉଛି ଆମର ହେଡ୍ ବିନ୍ ର କଣ ହେଡ୍ ବିନ୍ ହେଇଯିବ। ଏଥିରେ କିଛି ଚେଞ୍ଜ ହବାର ନାହିଁ। ଏବଂ ଇଏ ଗଲା ତ ଆମର ପାଷ୍ଟ ଟେନ୍ସ। ତାପରେ ଆସିଲା ଫ୍ୟୁଚର ଟେନ୍ସ। ଏଇଠି ଫ୍ୟୁଚର ଲେଖିବା ମୁଁ ଭୁଲି ଯାଇଛି। ଏଇଠି ଫ୍ୟୁଚର ଆମର ଫ୍ୟୁଚର ଟେନ୍ସ ସରି ଫ୍ୟୁଚର ଟାଇମ। ଫ୍ୟୁଚର ଟାଇମ ରେ କଣ ନା ଫ୍ୟୁଚର ସିମ୍ପଲ ରେ କଣ ଥାଏ ନା ୱିଲ୍ ସେଲ୍ ଥାଏ ପ୍ରଥମେ। ସେଇଟା କଣ ୱିଲ୍ ବି ଅର୍ ସେଲ୍ ବି ହେଇଯିବ। କଣ ହବ ୱିଲ୍ ବି ଅର୍ ସେଲ୍ ବି ହବ। ତାପରେ ଫ୍ୟୁଚର କଣ୍ଟିନ୍ୟୁଅସ। ଫ୍ୟୁଚର କଣ୍ଟିନ୍ୟୁଅସ କୁ ଆମେ ଯଦି ପେସିଭ କରିବା ଫ୍ୟୁଚର କଣ୍ଟିନ୍ୟୁଅସ ରେ କଣ ଅଛି ନା ୱିଲ୍ ଅର୍ ସେଲ୍ ବି ରହିଥାଏ। ତ ଏହାକୁ ଯଦି ଆମେ କଣ କରିବା ନା ପେସିଭ କୁ ଚେଞ୍ଜ କରିବା। ଏଥିରେ କିଛି ପରିବର୍ତ୍ତନ ହବ ନାହିଁ। ଏହାକୁ ସିର୍ଫ ଆମେ କପି ପେଷ୍ଟ କରିଦେବା। ୱିଲ୍ ଅର୍ ସେଲ୍ ବି ଇଏ ମଧ୍ୟ ରହିବ। କିଛି ଚେଞ୍ଜ ହବାର ନାହିଁ। ତାପରେ ଫ୍ୟୁଚର ପରଫେକ୍ଟ। ଫ୍ୟୁଚର ପରଫେକ୍ଟ ରେ କଣ ୱିଲ୍ ହାଭ୍ ଅର୍ ସେଲ୍ ହାଭ୍। କଣ ୱିଲ୍ ହାଭ୍ ଅର୍ ସେଲ୍ ହାଭ୍। ଏଇଟା କଣ ହେଇଯିବ ନା ଚେଞ୍ଜ ହେଇକି ୱିଲ୍ ହାଭ୍ ବିନ୍ ହେଇଯିବ କିମ୍ବା ସେଲ୍ ହାଭ୍ ବିନ୍ ହେଇଯିବ। ଆମର ପେସିଭ କୁ ଆମେ ଯଦି ଚେଞ୍ଜ କରିବା। ନେକ୍ସଟ ଆମର ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ। ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ ରେ କଣ ୱିଲ୍ ହାଭ୍ ବିନ୍ ଅର୍ ସେଲ୍ ହାଭ୍ ବିନ୍। କଣ ହବ ଏଥିରେ କିଛି ଚେଞ୍ଜ ହବାର ନାହିଁ। ଏଇଟା ମଧ୍ୟ ହେଇଯିବ ୱିଲ୍ ହାଭ୍ ବିନ୍ ଅର୍ ସେଲ୍ ହାଭ୍ ବିନ୍। ଏଇଟା ହେଇଯିବ ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ। ବୁଝିହେଲା। ଏଇ ଟେବୁଲ ଟା ମନେ ରଖିବାର ଅଛି। ଏଇ ଟେବୁଲ ଟାକୁ ବେଶ କରିକି ଆମେ ସବୁ ସଲଭ କରିବା। ଆକ୍ଟିଭ ରୁ ପେସିଭ ତିଆରି କରିବା। ପେସିଭ ରୁ ଆକ୍ଟିଭ କୁ ମଧ୍ୟ ଆମେ କଣ କରିପାରିବା ଚେଞ୍ଜ କରିପାରିବା। ଭଏସ କୁ କଣ କରିପାରିବା ଚେଞ୍ଜ କରିପାରିବା। ଇଏ ବୁଝି ହେଲା। ଏବଂ ଏଇଟା ତ ଗଲା ଫାଷ୍ଟ ଟେବୁଲ ଫର୍ମାଟ। ଏବଂ ଏବେ ଯୋଉ ଫର୍ମାଟ ଟା ବୁଝିବା ଏଇଟା ମଧ୍ୟ ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଯ ଦ୍ଵାରା କି ଆମେ କଣ ମୋର ଆକ୍ଟିଭ ସବଜେକ୍ଟ କୁ ପେସିଭ ରେ କଣ କରିବା କନଭର୍ଟ କରିପାରିବା। ଏବଂ ପେସିଭ୍ ସବଜେକ୍ଟ କୁ କଣ କରିପାରିବା ଆମେ ଆକ୍ଟିଭ ରେ କନଭର୍ଟ କରିପାରିବା। ଯଦି ସବଜେକ୍ଟ ଥିବ ଆଇ ତ କଣ ଆମେ ଯଦି ପେସିଭ କରିବା କଣ ହବ ନା ବାଏ ମି। ଠିକ ସେଇପରି କଣ ହବ ଯଦି ଉଇ ଥିବ ଆମେ ଯଦି ଥିବ କଣ ହବ ବାୟ ଅସ୍ ଆମ ମାନଙ୍କ ଦ୍ଵାରା।
ଏଇଟା ହେଲା, ଏଠି ଯଦି ରହିଛି ମୁଁ, ଏଠି ହେବ ହଉଛି କଣ, ମୋ ଦ୍ଵାରା, ବାୟ ମି। ଯଦି ଏଠି ରହୁଛି ଆମେ, ଆମେର କଣ ହଉଛି ବାୟ ଅସ୍, ମାନେ ଆମ୍ଭ ଦ୍ଵାରା। ତାପରେ ୟୁ, ୟୁ ର ହେଉଛି କଣ ବାୟ ୟୁ, ଖାଲି ଗୋଟେ ବାୟ ୟୁଜ କରିବାର ଅଛି ଏବଂ ଏହାର କଣ ଚେଞ୍ଜ ହେଇଯିବ, କଣ ଏଇଟା ଆକ୍ଟିଭ ଟା ପେସିଭ ହେଇଯିବ। ଦେନ୍ ଯଦି ଥିବ ଦେ, ସେମାନେ, ତାହେଲେ ଏଇଠି କଣ ହେଇଯିବ ପେସିଭ କରିଦେଲେ ବାଏ ଦେମ୍, କଣ ବାଏ ଦେମ୍, ସେମାନଙ୍କ ଦ୍ଵାରା। ଯଦି ହି ଥିବ, ସେ ଯଦି ଥିବ କଣ ହବ ବାଏ ହିମ୍, ତାଙ୍କ ଦ୍ଵାରା। ଏଠି ଯଦି ସି ଥିବ, ସି ଟା ମଧ୍ୟ ସେମ, ସେ ଯଦି ଥିବ ଏଇଠି ହବ ଆମର ବାୟ ହର, ତାଙ୍କ ଦ୍ଵାରା। ଏଇଟା ହେଲା ମେଲ, ଏଇଟା ଏବଂ ହେଲା ଫିମେଲ। ବୁଝି ହେଲା ଏତିକି? ଏଇ ଟେବୁଲ ଟା ମନେ ରହିବ। ଏଇ ଟେବୁଲ ଟା ଏବଂ ଏଇ ଦିଟା ଟେବୁଲ, ଏଇଟା ସରିଗଲା। ଆମର ଏଇଟା ଟେନ୍ସ ୱାଇଜ ଆମର ହେଲା, ଯେ ଆମର ରହିଛି କେତୋଟି ଟେନ୍ସ ନା ଫ୍ୟୁଚର ଟାଇମ ଚାରିଟାକୁ ମିଶେଇକି ଆମର ହଉଛି ଟୋଟାଲ 12ଟି ଟେନ୍ସ। ଆମର ପାଷ୍ଟ ରହୁଛି ଚାରିଟା ଟେନ୍ସ, ପ୍ରେଜେଣ୍ଟ ରହୁଛି ଚାରୋଟି ଏବଂ ଫ୍ୟୁଚର ଟାଇମ ହେଲା ଚାରୋଟି। ଏଇ ସମସ୍ତଙ୍କୁ ମିଶେଇ ଦେଲେ ଆମର ହଉଛି 12ଟି ଟେନ୍ସ। ଏବଂ ପେସିଭ ରେ କଣ ହଉଛି ନା, ପେସିଭ ରେ ଆମର ଯୋଉ ରହିଲା କେତୋଟି ଚେଞ୍ଜ ହଉନି ନା, ଆମର ପାଷ୍ଟ ପରଫେକ୍ଟ, ଆମର ଯୋଉ ପାଷ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ ର କିଛି ଚେଞ୍ଜ ହଉନି, ଏଇଟା ଗୋଟେ ମାଇନସ ହେଲା। ଠିକ ସେହିପରି ଆମର ପାଷ୍ଟ, ସରି ଏଇଟା ହେଲା ଆମର ଫ୍ୟୁଚର ଟା, ସରି ମୁଁ ଭୁଲ କହିଲି। ଏଠି ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ ବା ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ ରେ କିଛି ଚେଞ୍ଜ ହଉନି, ଏଇଟା ଗୋଟେ ଗଲା ମାଇନସ। ତାପରେ ଫ୍ୟୁଚର ପ୍ରୋଗ୍ରେସିଭ ବା କଣ୍ଟିନ୍ୟୁଅସ, ଫ୍ୟୁଚର କଣ୍ଟିନ୍ୟୁଅସ ରେ ମଧ୍ୟ କଣ ହଉଛି ଚେଞ୍ଜ ହଉନି, ଏଇଟା ଗଲା ତିନିଟା, ସରି ଦିଟା। ଏବଂ ଏଇଠି କଣ ନା ପାଷ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ, ପାଷ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ ରେ ମଧ୍ୟ ଚେଞ୍ଜ ହଉନି, ମାନେ ଏଇଠି ହେଲା ତିନୋଟି। ଏବଂ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ, ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ ରେ ମଧ୍ୟ କିଛି ଚେଞ୍ଜ ହଉନାହିଁ। ତ ଟୋଟାଲ ହେଲା ଆମର ଚାରିଟା ହେଇଗଲା ମାଇନସ। ତେଣୁ ପେସିଭ କଲେ କେତୋଟି ହଉଛି ନା, 12 ରୁ ଆମେ 4 ମାଇନସ କରିଦେଲେ ହେଇଯାଉଛି ଆମର 8। ଟୋଟାଲ ରହିଲା ଆମର 8ଟି ପେସିଭ। କିନ୍ତୁ ଆମର ଆକ୍ଟିଭ ରେ କେତୋଟି ଅଛି, 12ଟି ଟେନ୍ସ ଅଛି ଏବଂ ପେସିଭ ରେ କଣ 8ଟି ଟେନ୍ସ ରହୁଛି। ବୁଝିହେଲା? ତ ଏହାର ଏବେ ଆମେ କଣ ଫର୍ମୁଲା ଜାଣିବା। ଫର୍ମୁଲା ଟା କଣ, ଆମେ କେମିତି ଚେଞ୍ଜ କରିବା ନା ଯଦି ଆକ୍ଟିଭ ଭଏସ ରେ, ଆକ୍ଟିଭ ଭଏସ ଟା କେମିତି ରହୁଛି ପ୍ରଥମେ ଜାଣିବା। ନା ଆକ୍ଟିଭ ଭଏସ ରେ ପ୍ରଥମେ ଆସୁଛି ଆମର ସବଜେକ୍ଟ ରହିବ। କଣ ରହିବ ସବଜେକ୍ଟ, ତାପରେ କଣ ଆସିବ ଗୋଟେ ହେଲ୍ପିଙ୍ଗ ଭର୍ବ ଆସିବ। ତାପରେ ମେନ୍ ଭର୍ବ ଆସିବ। ଏଇଟା ହେଲା ମେନ୍ ଭର୍ବ। ପ୍ରଥମେ ଆସୁଛି ହେଲ୍ପିଙ୍ଗ ଭର୍ବ, ଯୋଉଟା କି ଆମର ଇଚ୍ ଏମ ଆର, ଏଇଟା ହେଲା। ଏବଂ ତାପରେ ଆସିବ ମେନ୍ ଭର୍ବ ଏବଂ ଲାଷ୍ଟରେ ଆସୁଛି ଆମର ଅବଜେକ୍ଟ। କଣ ନା ଅବଜେକ୍ଟ। ବୁଝି ହେଲା ଏତିକି? ଏହାର ପ୍ୟାଟର୍ନ ଟା କଣ, ଆକ୍ଟିଭ ଭଏସ ର ପ୍ୟାଟର୍ନ ଟା କଣ କେମିତି ଜାଣିପାରିବା? ନା ଆମେ ଦେଖିବା ଯେ ପ୍ରଥମେ ଥିବ କଣ ଗୋଟେ ସବଜେକ୍ଟ ଥିବ, ଯିଏ କି ଏକ୍ସନ ଟିକୁ କଣ ପରଫର୍ମ କରୁଥିବ। ସେ ଯେକୌଣସି ବ୍ୟକ୍ତି କିମ୍ବା କଣ କୌଣସି ଗୋଟିଏ ଜିନିଷ ହଉ, ସେ ହେଲା ସବଜେକ୍ଟ ଏବଂ ସେ କଣ କରୁଥିବ ନା କୌଣସି ହେଲ୍ପିଙ୍ଗ ଭାବ ର ସାହାଯ୍ୟରେ କଣ କରୁଥିବ, କୌଣସି ଗୋଟେ ହେଲ୍ପିଙ୍ଗ ଭାର୍ବ ର ସାହାଯ୍ୟରେ କୌଣସି ଗୋଟିଏ ଏକ୍ସନ କୁ ବା ଭର୍ବ କୁ କଣ କରୁଥିବ ନା ଫଙ୍କସନ କରୁଥିବ। ଏବଂ ମୋର ଏଇଠି ଲାଷ୍ଟରେ ଆସୁଛି କଣ ନା ଅବଜେକ୍ଟ। ବୁଝିହେଲା? ପ୍ରଥମେ ରହିବ ସବଜେକ୍ଟ, ତାପରେ ଆସିବ ହେଲ୍ପିଙ୍ଗ ଭର୍ବ, ତାପରେ ରହୁଛି ଆମର ମେନ୍ ଭର୍ବ ଯୋଉଟା, ତାପରେ ଆମେ
ऑब्जेक्ट को कौन करवा एटा ऑब्जेक्ट ही रोची लास्ट रे बुझी हला एति की तापरे पैसिव वर्ब रो फार्मूला टा कोन ना आमे याकू ट्रिक रे जानि पकेबा प्रथमे आमे कोन करबा ना ऑब्जेक्ट को सीधा आगो को नै आसीबा कोन करबा ना एठी मु तले लिखि दउची ऑब्जेक्ट को कोन करबा एठी सीधा ऑब्जेक्ट को आनिबा एठी हला ऑब्जेक्ट तापरे आमे कोन करबा ना हेल्पिंग वर्ब को सीधा लिखि देबा कोन हेल्पिंग वर्ब प्रथमे आसिला 4 तापरे आसिला 2 बुझी होजी 4 2 म कोन कोन लिखुजी ना एटा हला 1 2 3 4 एटा हला हमरो सब्जेक्ट हला 1 हेल्पिंग वर्ब हला 2 एटी 1 2 वर्ब हला 3 एटा हला 4 केमती आनु छे ना ऑब्जेक्ट आसी गला प्रथमे जोटा कि 4 नंबर रे थिला एटा कोन फास्ट को आसी जाउची एवं हेल्पिंग वर्ब टा केते नंबर रे आसुची 2 नंबर रे आसुची तापरे आमे कोन करबा ना वर्ब को लेखि पकेबा वर्ब कोन मोर केते नंबर रे आसिला 3 नंबर रे आसिला एवं आमे कोन करबा सब्जेक्ट को लास्ट रे लेखि पकेबा कोन सब्जेक्ट को लास्ट रे लेखि पकेबा एवं आमे गोटे कथा मने रखितबा जे कोन जेते बेले भी कोनोसी गोटे एक्टिव वॉइस रो आमे ताकू पैसिव रे कन्वर्ट करूजे सेते बेले कोन होइतै ना वर्ब रो थर्ड फॉर्म यूज होइतै क्यों फॉर्म ना तारो ईडी फॉर्म बा मोर कोन वर्ब रो थर्ड फॉर्म यूज्ड हेइतै बुझी हला एति की तापरे आमे देखिबा केमिति आमे करि परिबा जे प्रथमे होची ना मु गोटे एक्टिव सेंटेंस रे लिखिची एबा एक्टिव वॉइस रे अछि ताला राम इज ईटिंग राइस आमे से फार्मूला यूज करबा एटा तलटा देखबार किछि नै हला तलटा मु लिभे दउची तलटा किछि देखिबार नै राम इज ईटिंग राइस आम कोन करबा को कह जेतिला ना प्रथमे हमकु ऑब्जेक्ट को फास्ट रे लिखबा एठी ऑब्जेक्ट ता कोन राम हला सब्जेक्ट इज हला हमरो हेल्पिंग वर्ब एवं ईटिंग हलाटा हमरो वर्ब एवं राइस टा हला ऑब्जेक्ट तेनु कोन करबा एठी ना आमे लिखिबा ऑब्जेक्ट को प्रथमे लिखि देबा कोन लिखिबा राइस ता हला हमरो ऑब्जेक्ट एटा हे गला राइस तापर कोन करबा आमे कोन हेल्पिंग वर्ब को बसेबा 2 नंबर रे राइस इज तापर हला कोन एटा हला हमरो हेल्पिंग वर्ब रो काम सरी गला ए वर्ब टा को केमिति लिखबा एटा हमरो ना एटा देखिबा केउ टेंस रे अछि राम इज ईटिंग राइस माने राम भात खाउची केते बेले खाउची ना वर्तमान से खाउची माने तारो खाइबाटा कोन होउची कंटिन्यू अछि माने क्यों टेंस यूज होइची एठी रे हमर सिंपल कंटीन्यूअस प्रेजेंट कंटीन्यूअस टेंस टा हमर यूज होइची माने हमर एही प्रेजेंट टाइम रे कोन तारो कंटिन्यू चालू अछि एठी हमर प्रेजेंट कंटीन्यूअस टेंस यूज होइची तेनो हम कोन करबा से टेबल टी को देखि पका सेठी रे कोन लिखा है ना सीधा में देखि देबा टेबल टा हला मेन एटा मोस्ट इंपोर्टेंट हमरो इच एम आर जदी थिबो कोन इच एम आर जदी थिबो माने कोन करबा ताको आर बीइंग इज बीइंग और एम बीइंग एमती हमें लिखिबा तो एटी कोन दैछि ना राम इज ईटिंग राइस माने हम कोन लिखिबा एटी मैं तो लिखितिले कोन लिखितिले राइस इज कोन हमें तो आर बीइंग लिखि परबा ना कोन लिखिबा आर बीइंग बदल रे हमें इज बीइंग वर्ब रो क्यों फॉर्म कहतिले ना थर्ड फॉर्म कोन हो जबो बीइंग इटेन कोन
being eaten। ତାପରେ କଣ ଆମେ କଣ ଲେଖିଦେଲା ସେଇଠି ଯୋଉ ଦ୍ୱିତୀୟ ଟେବୁଲ ରେ ସେଇ ଟେବୁଲ ଟା ସବୁବେଳେ ମନେ ରଖିବ। ଯଦି ଥିବ ଆଇ ଥିବ କଣ ଆଇ ର କଣ ଲେଖିଦେଲା ଆମେ ବାୟ ମି, ୟୁ ଯଦି ଥିବ ବାୟ ୟୁ, ଯଦି ଦେ ଥିବ କଣ ହବ ନା ବାୟ ଦେମ୍, ଆଉ ଯଦି କୌଣସି ନା ଗୋଟିଏ ଥିବ କଣ ବାୟ ନେମ୍ ବା ସେଇ ବାୟ ଲେଖିକି ଆମ ତାର ନାଁ ଲେଖିଦବାର ଅଛି। ବୁଝିହେଲା? ତ ଏଠି କଣ ହେଇଯିବ ରାଇସ୍ ଇଜ୍ ବିଙ୍ଗ ଇଟେନ୍ ବାୟ ହୁମ୍ ବାୟ ରାମ। ବୁଝିହେଲା? ରାଇସ୍ ଇଜ୍ ବିଙ୍ଗ ଇଟେନ୍ ବାୟ ରାମ। ଏଇଟା ହେଲା ଆମର ପେସିଭ ଭଏସ। ବୁଝିହେଲା? ନେକ୍ସଟ ଏକ୍ଜାମ୍ପଲ କୁ ଯିବା ଆହୁରି ସହଜ ଲାଗିବ। ଗୋପାଲ ପ୍ଲେଜ ଫୁଟବଲ। କଣ ଗୋପାଲ ଫୁଟବଲ ଖେଲେ। ତ ଏଠି ଆମେ କଣ ଲେଖିବା ନା ପ୍ରଥମେ କଣ ଅବଜେକ୍ଟ କୁ ନେଇ ଆସିବା ଆଗକୁ। ଅବଜେକ୍ଟ ଏଇଠି ଆସିଗଲା ଆମର ଫୁଟବଲ। ଫୁଟବଲ ଟା କଣ ନା ଫୁଟବଲ ଟା ହେଉଛି ଅବଜେକ୍ଟ। ତ ଅବଜେକ୍ଟ କୁ ଆମେ ଆଗକୁ ନେଇ ଆସିବା ଏଇଟା ହେଲା ଅବଜେକ୍ଟ। ତାପରେ କଣ ଆଣିବା ଆମେ ଏଇଥିରେ କଣ ଗୋପାଲ ପ୍ଲେଜ ମାନେ ଏଇଥିରେ କଣ ଇଜ୍ ଟା ଉହ୍ୟ ଆକାରରେ ଅଛି ବା ଓମିଟ ହେଇକି ରହିଅଛି। ଗୋପାଲ ପ୍ଲେଜ ଫୁଟବଲ ରେ କଣ ଇଜ୍ ଟା ଉହ୍ୟ ହେଇକି ରହିଅଛି। ଏବଂ ଏହାକୁ ଆମେ କଣ କରିବା ନା ଇଜ୍ ଟାକୁ କାଢି ପକେଇବା ଏବଂ କଣ କରିବା ପ୍ଲେଜ ପ୍ଲେଜ ର କଣ ଭର୍ବ ର କେଉଁ ଫର୍ମ କହିଦେଲି ଭର୍ବ ର ଥାର୍ଡ ଫର୍ମ। କଣ ଭାର୍ବ ର ଥାର୍ଡ ଫର୍ମ। ପ୍ଲେ ର ପ୍ଲେଡ ହେଲା। ବୁଝି ହେଲା? ତାପରେ ଆମେ କଣ କରିବାର ଅଛି ଲାଷ୍ଟରେ ଆମକୁ ସବଜେକ୍ଟ ରଖିବାର ଅଛି। ସବୁବେଳେ ମନେ ରହିବ ଯେ ପେସିଭ ଟେନ୍ସ ପେସିଭ ଭଏସ ଯୋଉଟା ହେଇଥିବ ସେଇଥିରେ ଲାଷ୍ଟରେ ହିଁ କଣ ଆସିବ ସବଜେକ୍ଟ ଆସିବ। ଏବଂ ଯୋଉଟା ଆକ୍ଟିଭ ଭଏସ ସେଇଥିରେ ପ୍ରଥମରୁ ସବଜେକ୍ଟ ଦବ। ବୁଝିହେଲା? ତ ଏଠି କଣ ହେଇଯିବ ଫୁଟବଲ ଇଜ ପ୍ଲେଡ ବାୟ ରାମ। ଏଇଟା କେଉଁ ଟେନ୍ସ ଟା ଆମର ଡୁ ଡଚ ଯୋଉଟା କି ଆମର କଣ ପ୍ରେଜେଣ୍ଟ ଇନଡେଫିନାଇଟ। ପ୍ରେଜେଣ୍ଟ ଇନଡେଫିନାଇଟ ବା ପ୍ରେଜେଣ୍ଟ ସିମ୍ପଲ ଟେନ୍ସ ର। ବୁଝିହେଲା? ନେକ୍ସଟ ଆଇ ହାଭ ସିନ୍ ଦ କୋଣାର୍କ ଟେମ୍ପଲ। କଣ ଆଇ ହାଭ ସିନ୍ ଦ କୋଣାର୍କ ଟେମ୍ପଲ। ଏଠି କଣ ନା କେଉଁ ଟେନ୍ସ ୟୁଜ ହେଇଛି ନା କଣ ଆମର ପ୍ରେଜେଣ୍ଟ ପରଫେକ୍ଟ ଟେନ୍ସ ଟା ୟୁଜ ହେଇଛି। କେଉଁ ଟେନ୍ସ ନା ପ୍ରେଜେଣ୍ଟ ପରଫେକ୍ଟ ଟେନ୍ସ ଟା ୟୁଜ ହେଇଛି। ଆମେ କଣ କରିବା ନା ପ୍ରଥମେ ଆମେ ଅବଜେକ୍ଟ କୁ କଣ କରିବା ପ୍ରଥମ ଆଡକୁ ନେଇ ଆସିବା ଫାଷ୍ଟ ପ୍ଲେସ କୁ। ତ ଏଠି ଅବଜେକ୍ଟ ଟା କଣ କୋଣାର୍କ ଟେମ୍ପଲ ଦ କୋଣାର୍କ ଟେମ୍ପଲ। ଏହାକୁ ଫାଷ୍ଟ ପଏଣ୍ଟ କୁ ଆଣି ଆସିବା ଆମର ଫାଷ୍ଟ ପ୍ଲେସ କୁ। ଦ କୋଣାର୍କ ଟେମ୍ପଲ ଆସିଗଲା ଇଏ। ତାପରେ କଣ ରହିବ ନା କୋଣାର୍କ ଟେମ୍ପଲ ଟା ତ କମ୍ପ୍ଲିଟ ହେଇଗଲା। ତାପରେ ହେଭ ବିନ୍ ହେଭ ସିନ୍ ହେଭ ସିନ୍ ଟା କଣ ହେଇଯିବ ନା ହେଜ ବିନ୍ ସିନ୍। କଣ ମୁଁ ଦେଖି ସାରିଛି। କଣ ଆଇଟା କଣ ହେଇଯିବ ବାୟ ମି। ଏଇଠି କଣ ଓଡିଆରେ ମୁଁ କହିଦଉଛି ଟିକେ ଆଇ ହାଭ ସିନ୍ ଦ କୋଣାର୍କ ଟେମ୍ପଲ ମାନେ ମୁଁ କୋଣାର୍କ ଟେମ୍ପୁଲ ଦେଖିଛି। ମାନେ କଣ ଏହାକୁ ଯଦି ଆମେ ପେସିଭରେ କନଭର୍ଟ କରିବା ତାର ମିନିଂ କଣ ହେଇଯିବ ନା କୋଣାର୍କ ଟେମ୍ପୁଲ ଟା କଣ ହେଇଛି ନା ମୋ ଦ୍ଵାରା ଦେଖା ହେଇଛି। ବୁଝି ହେଲା? କୋଣାର୍କ ଟେମ୍ପୁଲ ଟା ମୋ ଦ୍ଵାରା ଦେଖା ହେଇଛି। ବୁଝି ହେଲା? ନେକ୍ସଟ ଯିବା ଏକ୍ଟିଭ ସେଣ୍ଟେନ୍ସ ଟା ଏଇଟା ଏହାକୁ ଆମେ ପୁଣି ପେସିଭ ରେ କନଭର୍ଟ କରିବା। ନା କଣ ହି ୱାଜ ୱାଚିଂ ମୁଭି ୱିଥ ହିଜ ଫ୍ରେଣ୍ଡସ। କଣ ହି ୱାଜ ୱାଚିଂ ମୁଭି ୱିଥ ହିଜ ଫ୍ରେଣ୍ଡସ। ଆମେ ଏଇଠି ଅବଜେକ୍ଟ ଟା କଣ ନା ମୁଭି। ତ କଣ ଆମେ କରିବା ନା ମୁଭିକୁ ଫାଷ୍ଟ ପ୍ଲେସ କୁ ନେଇ ଆସିବା ଏବଂ ୱାଜ ୱାଚିଂ ଟା କଣ ନା ପାଷ୍ଟ କଣ୍ଟିନ୍ୟୁଅସ। କଣ ପାଷ୍ଟ କଣ୍ଟିନ୍ୟୁଅସ ଟା କଣ ହେଇଯିବ
was being watched କଣ ହେଇଯିବ ଏହାକୁ passive କରିଦେଲେ was being watched ହେଇଯିବ ଏବଂ ଆମର he ଟା କଣ ହେଇଯିବ ସେଇଠି ସେକେଣ୍ଡ ଟେବୁଲ ଟା ମନେ ପକାଅ ନା I ଯଦି ଥିଲେ କଣ ହଉଥିଲା ନା by me you ଯଦି ଥିଲେ by you they ଯଦି ଥିଲେ ହଉଥିଲା by them ଏବଂ ଠିକ ସେହିପରି ଯଦି he ଥିଲେ by him ଏଟା ବୁଝି ହେଲା ଏବଂ ଏଇଟା ହେଲା ଆମର କଣ with his friend ବୁଝି ହେଲା so next example କୁ ଯିବା ଏଠି ଆମେ ଗୋଟେ future simple ର example ନେଇଯିବା ନା କଣ Akash will complete the project କଣ କୁହାଯାଉଛି ନା ଆମେ ଆକାଶ କୁ କହୁଛି ଯେ ଆକାଶ ଏଇ ପ୍ରୋଜେକ୍ଟ ଟା କମ୍ପ୍ଲିଟ କରିଦବ ତ ଏହାକୁ ଯଦି ଆମେ passive ରେ କନଭର୍ଟ କରିବା ତାହେଲେ କଣ ହବ ନା ପ୍ରୋଜେକ୍ଟ ଟା ଆଗକୁ ଆସିଯିବ ଯୋଉଟା କି ଆମର ହେଲା ଅବଜେକ୍ଟ ଏବଂ ତାପରେ କଣ will ଟା ହଉଛି କଣ will ଟା ହଉଛି ଗୋଟେ କଣ ମୋଡାଲ will ର କଣ ହେଇଯିବ ନା will be କଣ will be project will be ଆମେ ତାପରେ କଣ verb ର କେଉଁ ଫର୍ମ ୟୁଜ କରିବା ନା verb ର ଥର୍ଡ ଫର୍ମ V3 ଫର୍ମ ୟୁଜ ହେବ ଏବଂ କମ୍ପ୍ଲିଟ ର କଣ କମ୍ପ୍ଲିଟ ଏବଂ ସବଜେକ୍ଟ ହେଲା by ଆକାଶ କଣ ଆକାଶ ଅଛି କଣ ହେଇଯିବ by ଆକାଶ passive ରେ ଥିଲେ କଣ by ହେଇକି ଯାହା ନା ଥିବ ତା ନା ପୁଟ କରିଦବାର ଅଛି କିଛି କରିବାର ନାହିଁ ବୁଝିହେଲା ନେକ୍ସଟ ଆମେ passive voice କୁ କେମିତି active ରେ କନଭର୍ଟ କରିବା ନା ଏଠି ଗୋଟେ ଅଛି ଏକ୍ସାମ୍ପଲ କ୍ରିକେଟ ଇଜ ପ୍ଲେଡ ବାଇ ମି ମୋ ଦ୍ଵାରା କ୍ରିକେଟ ଖେଳା ହୁଏ କଣ ଏହାକୁ କଣ କରିବା ନା ଆମେ ଯେତେବେଲେ ଆକ୍ଟିଭ କୁ କନଭର୍ଟ କରିବା କଣ ନା ସେପଟେ ଥିଲା ଆମର passive ରେ ଥିଲା ଲାଷ୍ଟ ରେ ଥିବା ଅବଜେକ୍ଟ କୁ କଣ କରୁଥିଲେ ଆମେ ଫାଷ୍ଟ କୁ ନେଇ ଆସୁଥିଲେ କିନ୍ତୁ ଏଇଠି ପ୍ରଥମେ କଣ ଆସିବ ସବଜେକ୍ଟ ଆଗରେ ରହିବ ଏଠି କଣ ସବଜେକ୍ଟ ଭର୍ବ ଅବଜେକ୍ଟ ପେଟର୍ନ ରେ ରହିବ କେଉଁ ପେଟର୍ନ ରେ ରହିବ ସବଜେକ୍ଟ ଭର୍ବ ଅବଜେକ୍ଟ ପେଟର୍ନ ରେ ରହିବ ତେଣୁ କଣ କରିବା ନା ଆମର ଯୋଉ ସବଜେକ୍ଟ ଯୋଉଟା ଅଛି ତାକୁ ଆଗକୁ ନେଇ ଆସିବା ଏବଂ ଏଇଥିରେ ଯୋଉ V3 ଫର୍ମ ଟା ୟୁଜ ହଉଥାଏ ସେଇଟା କଣ କରିବା ନା ଆମେ ତାକୁ ଭର୍ବ ର ବେସ ଫର୍ମ ବା V1 ଫର୍ମ ରେ ତାକୁ ଲେଖିବା ଯେତେବେଲେ ଆମେ କୌଣସି passive କୁ active ରେ କନଭର୍ଟ କରୁଛେ କଣ କରିବା ନା ତାର V3 ଫର୍ମ ବା ଯୋଉ ଆମର ଭର୍ବ ର ଥାର୍ଡ ଫର୍ମ ଅଛି ତାକୁ କଣ V1 ବା ଭର୍ବ ର ଫର୍ଷ୍ଟ ଫର୍ମ ରେ ଆମେ ପୁଟ କରିବାର ଅଛି ଏବଂ ସେଇଥିରେ ଯୋଉ ସବଜେକ୍ଟ ଟା ଅବଜେକ୍ଟ କୁ କରାଯାଉଥିଲା କେମିତି କରାଯାଉଥିଲା ନା ଆଇ ଯଦି ଥିବ ବାଏ ମି ଠିକ ସେହିପରି ଯଦି ବାଏ ମି ଥିବ କଣ ଆଇ ତାକୁ ଓଲଟା ପୋଲଟା ଟିକେ କରିଦବା ନା ଯଦି ବାଏ ହିମ ଥିଲା କଣ ଲେଖୁଥିଲେ ଆମେ ହି ଯଦି ଥିଲେ କଣ ବାଏ ହିମ ଲେଖୁଥିଲେ ଏଇଠି ବାଏ ହିମ ଯଦି ଥିବ କଣ ଲେଖିବା ଆମେ ହି ବୁଝିହେଲା ଏବଂ ଯଦି ବାଏ ଦେମ ଥିଲେ ସେଇଠି ଆମେ ଦେ ଦେ ଯଦି ଥିଲା ଆମେ କଣ ଲେଖୁଥିଲେ ସେଇଠି ବାଏ ଦେମ ଲେଖୁଥିଲେ ତାକୁ ଆମେ କଣ କରିଦବା ଏକ୍ସଚେଞ୍ଜ କରିଦବା କଣ ଯଦି ବାଏ ଦେମ ଥିବ କଣ କରିବା ନା ଦେ କରିଦବା ବୁଝି ହେଲା ଏଇଟା passive ରୁ active କୁ ପୁଣି ଆମେ ଗୋଟେ କଣ କରିବା ନା କନଭର୍ଟ କରିଦବା ନା ଏଇଠି ଆସିଗଲା ଆମର ସବଜେକ୍ଟ ପ୍ଲେଟ ଟା ହେଲା ଭର୍ବ V1 ଫର୍ମ ରେ ଅଛି ଏବଂ କ୍ରିକେଟ ଟା ହେଲା ଅବଜେକ୍ଟ ବୁଝିହେଲା ସବୁବେଳେ ଆକ୍ଟିଭ ଭଏସ ରେ କଣ ସବଜେକ୍ଟ ପ୍ଲସ ଅବଜେକ୍ଟ ସବଜେକ୍ଟ ପ୍ଲସ ଭର୍ବ ପ୍ଲସ ଅବଜେକ୍ଟ ଆମର ସବୁବେଳେ SVO ପେଟେଣ୍ଟ ମକ୍ସିମମ କେସେସ ରେ ରହିଥାଏ କେଉଁ ପେଟର୍ନ ନା ସବଜେକ୍ଟ ଭର୍ବ ଅବଜେକ୍ଟ ପେଟର୍ନ ରେ ରହିଥାଏ ନେକ୍ସଟ ଏଇଟା ହେଲା ଆମର ବିଲ୍ ୱିଲ ବି ପେଡ ବାଇ ଅସ୍ ମାନେ କଣ ବିଲ୍ ଟା ଆମ ଦ୍ଵାରା କଣ କରାଯିବ ଦିଆଯିବ ତ ଏହାକୁ ଆମେ ଯଦି ଆକ୍ଟିଭ କରିବା କଣ କରିବା ଆକ୍ଟିଭ କରିବା
ଏଇଠି କଣ କରିବା ଆମେ ବାୟୋସ୍ କୁ ଆଗକୁ ନେଇଯିବା ଏବଂ ବାୟୋସ୍ କୁ ଯଦି ଆମେ ଆକ୍ଟିଭ କରିବା କଣ ହବ ବାୟୋସ୍ ଟା କଣ ଉଇ କଣ ହେଇଯିବ ବାୟୋସ୍ ଟା ଉଇ ହେଇଗଲା ଆମର। ତାପରେ ଆସିଲା ଆମର ୱିଲ୍ ବି କୁ କଣ କରିବା ନା ଆମେ କନଭର୍ଟ କରିଦବା ଆକ୍ଟିଭ ରେ କଣ ଏହା ହେଇଯିବ ୱିଲ୍। ଆମର ପେଟ୍ ହଉଛି କଣ ଭର୍ବ ର ପେ ଭର୍ବ ର ଆମର ଥାର୍ଡ ଫର୍ମ ଯୋଉଟା କି ପେଡ୍ ଏବଂ ତାଙ୍କୁ ଆମେ କଣ କରିବା ନା ଭର୍ବ ର V1 ଫର୍ମ କୁ ନେଇ ଆସିବା ଯୋଉଟା କି ହେଲା ପେ ଏଇଟା ହେଲା ଆମର କଣ ନା ଅବଜେକ୍ଟ ଯୋଉଟା କି ବିଲ୍ ବୁଝିହେଲା ୱି ୱିଲ୍ ପେ ଦ ବିଲ୍ ବୁଝିହେଲା। ନେକ୍ସଟ ଯଦି ମୋଡାଲ କେସେସ୍ ଥିବ କଣ ଯଦି କୌଣସି ମୋଡାଲ ଥିବ କଣ ହବ ନା ଏଇଠି ଆଉ ଗୋଟେ ଟେବୁଲ ଅଛି ଏଇ ଟେବୁଲ ଟା ମନେ ରଖିବାକୁ ପଡିବ। କେନ୍ ର କଣ ହବ ଯଦି କେନ୍ ଆକ୍ଟିଭ ରେ ଯଦି ଥିବ କେନ୍ ଏଇଟା ସବୁବେଳେ କେନ୍ ଆକ୍ଟିଭ ରେ ଥାଏ ଏବଂ ପେସିଭ୍ ରେ କଣ ହୁଏ ନା କ୍ୟାନ୍ ବି କଣ କ୍ୟାନ୍ ବି ତାପରେ ଆସିଲା ଆମର ମେ ର ମେ ବି ସୁଟ୍ ର ସୁଡ୍ ବି ତାପରେ ଉଡ୍ ର ଉଡ୍ ବି ତାପରେ ଆସୁଛି ଆମର କୁଡ୍ ର କୁଡ୍ ବି ଠିକ୍ ସେହିପରି ଖାଲି ଗୋଟେ ଗୋଟେ ବି ଲଗେଇବାର ଅଛି କିଛି ଆଉ ଅଧିକ କାମ ନାହିଁ। ମାଇଟ୍ ର ମାଇଟ୍ ବି ମଷ୍ଟ ର ମଷ୍ଟ ବି ବୁଝି ହେଲା। ତାପରେ ଏକ୍ଜାମ୍ପଲ ଦ୍ଵାରା ଆମେ ବୁଝି ନବା। ଏଇଠି ହେଲା ଆମର ଆକ୍ଟିଭ ରୁ ପେସିଭ୍ କୁ କନଭର୍ଟ କରିବା କଣ କରିବା ନା ଆକ୍ଟିଭ ରୁ ପେସିଭ୍ କୁ କନଭର୍ଟ କରିବା କେମିତି ୟୁ କ୍ୟାନ୍ ଡୁ ଦିସ୍ କଣ ୟୁ କ୍ୟାନ୍ ଡୁ ଦିସ୍ କଣ ଏହାକୁ କଣ କରିବା ଆମେ ପେସିଭ୍ ରେ କନଭର୍ଟ କରିବା ତାହେଲେ କଣ କରୁଥିଲା ସେଇଠି ଆମେ ନା ଅବଜେକ୍ଟ କୁ ପ୍ରଥମକୁ ନେଇ ଆସୁଥିଲା ଠିକ୍ ସେହିପରି ଆମେ ମଧ୍ୟ ଏଇଠି ଠିକ୍ ସେମିତି କରିବା ଜଷ୍ଟ ଆମର ମୋଡାଲ ଭର୍ବ ମୋଡାଲସ୍ ଭର୍ବ ରେ କଣ ରହୁଛି ତାର କଣ ପ୍ୟାସିଭ୍ ଫର୍ମ ଟା କଣ ସେଇଟା ଖାଲି ପୁଟ୍ କରିବାର ଅଛି ବୁଝି ହେଲା ଆମେ କ୍ୟାନ୍ ର କଣ ଲେଖା ହେଇଛି କ୍ୟାନ୍ ବି ଥିବ କ୍ୟାନ୍ ର କ୍ୟାନ୍ ବି ଏଇଠି ଲେଖା ହେଇଛି ଫଷ୍ଟରେ କ୍ୟାନ୍ ର କ୍ୟାନ୍ ବି ଠିକ୍ ସେହିପରି ଆମେ ତାକୁ କଣ କରିବା ନା ଦିସ୍ କୁ ଆମେ ଏଇଠିକୁ ଫାଷ୍ଟ ପ୍ଲେସ କୁ ନେଇ ଆସିଲା ଏବଂ କ୍ୟାନ୍ ର କଣ ଆମର ଯୋଉ ହେଲ୍ପିଙ୍ଗ ଭର୍ବ କଣ କ୍ୟାନ୍ ର ଏହାକୁ କଣ କରିଲା ଆମେ ତାର ପ୍ୟାସିଭ୍ କରିଦେଲା କ୍ୟାନ୍ ବି ହେଇଗଲା ଏବଂ ତାପରେ ଭର୍ବ ର ଆସୁଥିଲା ଆମର ଭର୍ବ ର କଣ ଥର୍ଡ ଫର୍ମ ଯୋଉଟା କି ଡୁ ର ଡୁ ଡିଡ୍ ଡନ୍ ଭର୍ବ ର ଆମର ଥର୍ଡ ଫର୍ମ ୟୁଜ୍ ହେଲା ଏଇଠି ହେଲା ଆମର ଡନ୍ ତାପରେ ୟୁ ର କଣ ୟୁ କୁ କନଭର୍ଟ କରିଦେଲେ କଣ ହେଉଛି ନା ପେସିଭ୍ କରିଦେଲେ ବାଏ ୟୁ ଦିସ୍ କ୍ୟାନ୍ ବି ଡନ୍ ବାଏ ୟୁ ବୁଝିହେଲା ଏଠି କଣ ଓଡିଆ ମିନିଂ ୟୁ କ୍ୟାନ୍ ଡୁ ଦିସ୍ ଏଇଟା ତମେ କରିପାରିବ ଜଣେ ସାଙ୍ଗକୁ ତମେ କହୁଛ ଯେ ଏଇଟା ତମେ କରିପାରିବ ତାହାକୁ ଯଦି ପେସିଭ୍ ଭଏସ୍ ରେ ଆମେ କହିବା କଣ ଏଇ କାମଟା ତମ ଦ୍ଵାରା ହେଇପାରିବ କିମ୍ବା ତମେ ଏଇ କାମଟି କରିପାରିବ ବୁଝି ହେଲା ନେକ୍ସଟ ଆମର ଏଠି ଯଦି ରହିଲା ଆମର କଣ ପୁଣି ଯଦି ଗଣେଶ ସୁଟ୍ କ୍ଲିନ ଦ କ୍ଲଥେସ୍ ମାନେ ଗଣେଶ କୁ କୁହାଯାଉଛି ଯେ ଗଣେଶ ତୁ ଏଇ ଡ୍ରେସ ଟା ସଫା କରିବା ଉଚିତ ସେଇଟା କଣ ହେଇଯିବ ଆମର କ୍ଲଥେସ୍ ଯୋଉଟା ଆମର ଅବଜେକ୍ଟ ତାହାକୁ ଫାଷ୍ଟ ପ୍ଲେସ କୁ ନେଇ ଆସିବା ତାପରେ ସୁଟ୍ ଆମର ଯୋଉଟା ମୋଡାଲ୍ସ ଭାର୍ବ କଣ ମୋଡାଲ୍ସ ବା ହେଲ୍ପିଙ୍ଗ ଭର୍ବ ଯୋଉ ଥିଲା ସେଇଟା ଆମେ କଣ କରିବା ନା ତାର ଯୋଉ ଏକ୍ଟିଭ ଥିଲା ଆମେ ତାକୁ ପେସିଭ୍ କରିଥିଲେ କଣ ହେଇଯାଉଛି ନା ସୁଟ୍ ର ସୁଟ୍ ବି ଯେମିତି କି ମାଇଟ୍ ର ମାଇଟ୍ ବି ସବୁ ଖାଲି ଜଷ୍ଟ ଗୋଟେ ଗୋଟେ ବି ଲାଗିବ ମୁଁ କହିଥିଲି ନେକ୍ସଟ ଆମର କ୍ଲିନ ର କଣ ଭି3 ଫର୍ମ ହେଲା କ୍ଲିନଡ କ୍ଲିନ ର ଭି3 ବା ଆମର କଣ ଭର୍ବ ର ଥର୍ଡ ଫର୍ମ ହେଲା କ୍ଲିନଡ ବାଏ ହୁମ ବାୟା ଲେଖିକି ଆମେ ଯାହାର ନାଁ ତାର ନାଁ ବସେଇ ଦବାର ଅଛି ବୁଝି ହେଲା ଏତିକି ଥିଲା ଆମର ଚେଞ୍ଜ ଅଫ ଭଏସ ଏବଂ ଏଥିରେ ଏଇ ଯୋଉ ଦି ତିନିଟା ଟେବୁଲ ଅଛି ଟେବୁଲ ଫର୍ମାଟ ୟାକୁ ମନେ ରଖିଦେଲେ ଭଏସ ଚେଞ୍ଜ ରେ କିଛି କାହାର
ଭୁଲ ହେବ ନାହିଁ। ଏଇଟା ଆମର ଆମେ ଅଲରେଡି ଡିସ୍କସ କରି ସାରିଛେ ଟାଇମ ଆଣ୍ଡ ଟେନ୍ସ। ସେଇଥିପାଇଁ ଟାଇମ ଆଣ୍ଡ ଟେନ୍ସ ଆଗରୁ ପଢା ହେଲା, ତାପରେ ସିରିଆଲ ୱାଇଜ ଯୋଉଟା ଯେତେବେଳେ ଦରକାର ସେଇଟା ଆମେ ସେତେବେଳେ ପଢେଇବା। ଏଠି ଯେଉଁମାନେ ନୋଟସ ଲେଖୁଛନ୍ତି, ଏଠି ଯୋଉ ଆମର ପ୍ରେଜେଣ୍ଟ ପାଷ୍ଟ ଲେଖା ହେଇଛି, ଏଇଠି କଣ ଫ୍ୟୁଚର ଟା ମେନସନ କରିଦେବେ। ମୁଁ ଏଠି ଛାଡି ଦେଇଛି, ଫ୍ୟୁଚର ଟା ଏଠି ଏମିତି ଲେଖିଦେବେ। ବୁଝିହେଲା? ତ ଏଇଆ ଥିଲା ଆଜିର ଆମର ଟପିକ। ଥ୍ୟାଙ୍କ ୟୁ ଭେରି ମଚ୍।